ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ଗୋବିନ୍ଦ ଖୁରାନା 9 ଜାନୁଆରୀ 1922 ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭାରତୀୟ ଆମେରିକୀୟ ବାୟୋକେମିଷ୍ଟ ଥିଲେ। ସେ ଫିଜିଓଲୋଜି ବା ମେଡିସିନରେ 1968ରେ ନୋବେଲ ପୁରସ୍କାର ପାଇଥିଲେ ଏବଂ 1969 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଭୂଷଣ ପ୍ରଦାନ କରିଥିଲେ। ଖୁରାନାଙ୍କ କାର୍ଯ୍ୟ ବାୟୋଟେକ୍ନୋଲୋଜି ଏବଂ ଜେନେଟିକ୍ ଇଞ୍ଜିନିୟରିଂ କ୍ଷେତ୍ର ପାଇଁ ମୂଳଦୁଆ ସ୍ଥାପନ କରିଥିଲା। 9 ନଭେମ୍ବର 2011 ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ରହୁଛି, ଦେଖା ହେବା ଆଗାମୀ ଭିଡିଓରେ। ନମସ୍କାର।